କୁହନ୍ତୁ କାହାର କିଛି ଏକ୍ସପିରିଏନ୍ସ କି କହିବେ କିଛି ଏକ୍ସପିରିଏନ୍ସ କାହାର କିଛି ହେଲା କି? କୁହନ୍ତୁ ମ୍ୟାଡାମ କୁହନ୍ତୁ ଆପଣଙ୍କର। ହଁ, ତ ଦୁଇଟା ଜିନିଷ ଆସିଲେ, ମାଇକେଲ ଆଣ୍ଡ ମାତୃକୃପା। ଏବଂ ଜଣେ ପୁରୁଷ ଆଉ ଜଣେ ନାରୀ ତ୍ରିଶୂଳ ଧରିଛନ୍ତି ଏବଂ ଏକଦମ ୟେଲୋ କଲର, ମାନେ ସୁନା କଲର ଦେହ, ଏକଦମ ଏକ୍ସପର୍ଟ ହେଇକି ହାତରେ ବହୁତ ଗହଣା ମାନେ ପିନ୍ଧିଛନ୍ତି, ଏତେ ମୋଟା ମୋଟାର ପିନ୍ଧିଛନ୍ତି। ତ ମୁଣ୍ଡ ଏଇ ପର୍ଯ୍ୟନ୍ତ ଫୋର ହେଡ କୁ ଆସିଛି। ୱାଓ, ବହୁତ ସୁନ୍ଦର। ମାତୃକୃପା। ମାତୃ ଆଉ କୃପା। ନାଇଁ, ମାତୃକୃପା ହଉଛି ସେ ଯୋଉ ତ୍ରିଶୂଳ ଧରିଛନ୍ତି, ଯେ ଏକଦମ ଓକେ ଗୋଲ୍ଡେନ। ଓକେ ଆଉ ଜଣେ ଓକେ। ମାଇକେଲ। ନା ଯାକ କେମିତି ରିକଲ କଲେ ଟିକେ କୁହନ୍ତୁ, ସମସ୍ତଙ୍କୁ ଟିକେ ଜାଣିବା ଦରକାର, ସେମାନଙ୍କୁ ହେଲ୍ପ ହବ। ହଉଛି ଲେଖି ହେଇଗଲା ମାତୃକୃପା, ବଟ ଘଣ୍ଟି ଶବ୍ଦ ଆସିକି ସେ ଘଣ୍ଟି ଶବ୍ଦ ଟା ଯୋଉ ଆସିଲା, ସେଇ ଶବ୍ଦରେ ମାଇକେଲ ମାଇକେଲ ମାଇକେଲ। ଓକେ, ତାହେଲେ ଏବେ ଘଣ୍ଟି, ମାତୃକୃପା, ମାଇକେଲ ଏତେ ସବୁ ଭିତରେ ଆପଣ କଣ ନାଁ ଚଏସ୍ କଲେ? ନା ଚଏସ୍ ନାଇଁ, ଦୁଇଟି ଜିନିଷ ମୋ ଅନ୍ତରରେ ପୁରା ଗୋଟେ କାନରେ କେବଳ କହିଲେ ମାଇକେଲ, ଏପଟେ ମାଇକେଲ, ଏପଟେ ମାତୃକୃପା। ତାହେଲେ ଆପଣ ଏବେ କଣ ଡିସିସନ ନେଲେ? ମାତୃକୃପା ଆଣ୍ଡ ମାଇକେଲ, ଗୁଡ୍ ବୋଥ ଆର୍ ମାଇ ଗାର୍ଡିଆନ ଏଞ୍ଜେଲ। ଗୁଡ୍, ଭେରି ଗୁଡ୍। ବୁଝିପାରିଲେ ସମସ୍ତେ ଟେକ୍ନିକ? ବୁଝିପାରିଲେ? ଓକେ, କିଏ ସୁକାନ୍ତ ପ୍ରଧାନ? ସୁକାନ୍ତ ପ୍ରଧାନ କୁଆଡେ ଗଲେ? କୁଆଡେ ଗଲେ? କୁଆଡେ ଗଲେ? ଓକେ, ସୁକାନ୍ତ ପ୍ରଧାନ କୁହନ୍ତୁ। ହଁ ସାର୍, ମୁଁ ସାର୍ ଯେବେ ବି ମେଡିଟେସନ କରେ, ଗୋଟେ ହଉଛି ଲାଇଟ୍ ପ୍ରକାଶିତ ଭିତରକୁ ପ୍ରବେଶ କରେ, ଆଉ ଗୋଟେ ସିଲଭର କଲର ଓମ୍ କୁ ଦେଖେ, ଯୋଉଟା କି ଉଚ୍ଚାରଣ ଓମ୍ ହିଁ ବାହାରୁଥାଏ। ପାର୍ଟିକୁଲାର ସେଠୁ ଗୋଟେ ଦିବ୍ୟ ପୁରୁଷ ବାହାରନ୍ତି, ଯାହାଙ୍କ ହାତରେ ଗୋଟେ ଚକ୍ର ଆଉ ଗୋଟେ ପଦ୍ମ ଥାଏ। ବହୁତ ଟାଇମ ସେଇଆ ଦେଖେ, ଗତକାଲି ବି ସେଇଆ ଦେଖିଲି, ଆଜି ବି ସେଇଆ ଦେଖିଲି। ତାପରେ ଯେତେବେଳେ ଆପଣ ନାଁ କୁ ଖୋଜିବା ପାଇଁ କହିଲେ, ଏଇ ଭିତରୁ ଗୋଟେ ଗୋଲ୍ଡେନ କଲର ଚକ୍ରଧର ପରି ନେମଟେ ହଉଛି ଆଙ୍କି ହେଇଗଲା। ୱାଓ। ହୁଁ। କଣ ନା ଆଉ ଆଙ୍କି ହେଇଗଲା? ଲାଗିଲା ତାର ଚକ୍ରଧର। ଓକେ। ତାପରେ ହଉଛି ପିଙ୍କ କଲର ର କିଛି ଫୁଲ ଆଉ ହ୍ୱାଇଟ କଲର ର ଫୁଲ, ଯୋଉଟା କି ତାଙ୍କ ଆଶୀର୍ବାଦ ଦ୍ଵାରା ମାନେ ବିଛୁରିତ ହଉଛି। ଓକେ। ତାହେଲେ ଏଞ୍ଜେଲଙ୍କର ଏବେ କଣ ଚକ୍ରଧର କୁ ଦିଟା ନାଁ ରହିବ ନା ଗୋଟିଏ ନାଁ ରହିବ? କଣ ଡିସାଇଡ୍ କଲେ? ଆଉ ମୁଁ ଡିସାଇଡ କଲି ଚକ୍ରଧର ତ ଏମିତି ଆମେ ଯଦି ଜାଣୁଛେ, ତାହେଲେ ବିଷ୍ଣୁଙ୍କ ଅଲ୍ଟରନେଟିଭ ଗୋଟେ ଆସୁଛି ରୂପଟା, ଏବଂ ସେଇଆ ହିଁ ରହିବ ସାର୍, ଚକ୍ରଧର। ଜଣଙ୍କ ନାଁ ଚକ୍ର ଆଉ ଜଣଙ୍କ ନାଁ ଧର। ଆଜ୍ଞା। ଗୁଡ୍, ଚାଲନ୍ତୁ। ଦେଖନ୍ତୁ ମୋର ଏଠି କିଛି ସଜେସନ ନାହିଁ, ମୁଁ ଆପଣଙ୍କୁ ଖାଲି ରାସ୍ତା ଦେଖେଇବି। ନାଁ ଆଜ୍ଞା। ବାହାର କରିବା ଦାୟିତ୍ୱ ହେଲା ଆପଣଙ୍କର। ମୁଁ ଖାଲି ପଚାରିବି ଆପଣଙ୍କ ନାଁ କଣ ହେଲା, ଆଜ୍ଞା। ନା କଣ ରଖିଲେ, ମୁଁ ଖାଲି ପଚାରିବି। ମୋର ଏଇଠି କୌଣସି କାମ ନାହିଁ। ଓକେ, ଆଜ୍ଞା। ଚାଲନ୍ତୁ। ଓକେ। ବହୁତ ବହୁତ ଧନ୍ୟବାଦ। ଆଜି ଦି ଜଣଙ୍କର ନାଁ ବାହାରିଲା। ଆଉ କିଏ ବାହାରିଲା କାହାର? ସ୍ୱାଗତିକା କର। ସ୍ୱାଗତିକା ଅନମ୍ୟୁଟ କର। କୁହନ୍ତୁ। ମୁଁ କାଲି ତ ଦିଟା ପିକ୍ଚର ଦେଖିଥିଲି, ଜଣଙ୍କର ନା ମାଇକେଲ କାଲି ଦେଖା ହେଇଥିଲା। ଆଜି ମୁଁ ପଚାରିଲି ଯୋଉ ଆପଣଙ୍କ ନାଁ କୁହନ୍ତୁ କୁହନ୍ତୁ, ତାପରେ ସେ ୱାର୍ଡ ଟା ପୁରା ଇଂଲିଶ ରେ ଲେଖା ଆସିଲା, ଚାମୁଏଲ। ଆଉ ସେଇ ଯୋଉ ପିକ୍ଚର ଟା ଦେଖିଥିଲି, ଯୋଉ ଚୁଟି ଏତିକି କଟା ହେଇଥିବ ବାକି ଏତିକି ଚୁଟି ଥିବ, ସେଇ ପିକ୍ଚର ଟା ପୁଣି ହିଁ ଆସିବ। ଚାଲନ୍ତୁ, ବହୁତ ସୁନ୍ଦର। ତାହେଲେ ଏବେ କଣ ଡିସାଇଡ କଲେ? ଜଣେ ଆର୍କେଞ୍ଜେଲ ମାଇକେଲ ଆଉ ଜଣେ ଆର୍କେଞ୍ଜେଲ ଚାମୁଏଲ। ଚଲ, ଗୁଡ୍, ଭେରି ଗୁଡ୍। ଅନ୍ୟମାନେ ଜାଣିପାରୁଛନ୍ତି? ଏଇ ହିସାବରେ ହିଁ ଆମକୁ ରିଲେଟ କରିକି କ୍ରିଏଟ କରିବାର ଅଛି। କୌଣସି ଲଜିକ ନାହିଁ, ନୋ ଲଜିକ। ଆମକୁ ମ୍ୟାଜିକ ଦେଖିବାର ଅଛି, ଲଜିକ ବ୍ୟବହାର କରିବା ନାହିଁ। ପ୍ରଦୀପ କୁମାର ସିଂ, ରାଧାକ୍ରିଷ୍ଣ ଗାର୍ଜିଆନ ଏଞ୍ଜେଲଙ୍କର କୃଷ୍ଣଙ୍କ ପାଖରେ। ଚାଲନ୍ତୁ ଆପଣଙ୍କ ପାଖକୁ ଯିବା। ପ୍ରଦୀପ କୁମାର ସିଂ ସାର୍, ଅନମ୍ୟୁଟ କରନ୍ତୁ। ସାର୍ କୁହନ୍ତୁ। ସାର୍ କାଲି ତ କୃଷ୍ଣଙ୍କୁ ଦେଖିଥିଲି,
ଆଜି ଦ୍ୱିତୀୟ ଗାର୍ଡିଆନ ଏଞ୍ଜେଲକୁ ଡାକିବାରୁ ସେ ରାଧା ଦେଖାହେଲେ। କୃଷ୍ଣଙ୍କ ପାଖରେ ରାଧା ଛିଡା ହେଇଛନ୍ତି। ଦି ଜଣ ଆରେ ଯେମିତି ଛିଡା वाह। ହୁଅନ୍ତି ଛିଡା ହେଇଛନ୍ତି ସେଇଭଳିଆ ଦେଖାଗଲେ, ସବୁବେଳେ ଦେଖାଗଲେ। ଗୁଡ୍। କଣ ଡିସାଇଡ୍ କଣ କଲେ? ହଁ, ସେଇ ତ ଗାର୍ଡିଆନ ଏଞ୍ଜେଲ ରହିବେ ଆଉ, କୃଷ୍ଣ ଆଉ ରାଧା। ଚାଲନ୍ତୁ, କଂଗ୍ରାଚୁଲେସନ ଆପଣ ସମସ୍ତଙ୍କୁ ବହୁତ ବହୁତ କଂଗ୍ରାଚୁଲେସନ। ଆଜି ଗୋଟେ ଦିନରେ ବହୁତ ଲୋକଙ୍କୁ ବାହାରିଗଲା, ମାନେ ଡେ 2 ରେ ହିଁ ସବୁ ବାହାରିଗଲା। କୁଳମଣି ବେହେରା କୁଆଡେ ଗଲେ? ଓକେ, ଅନମ୍ୟୁଟ କରନ୍ତୁ। ନମସ୍କାର ନମସ୍କାର, କୁହନ୍ତୁ। ସାର୍। ମୋର ତ ରାମ ଜାନକୀ ଆସି ରାମ ଲେଖା ଜାନକୀ। ଏକ ରାମ ଜାନକୀ। କୁହନ୍ତୁ କଣ ଆଗକୁ କୁହନ୍ତୁ। ମତେ ଗୋଟିଏ ସର୍ଟକଟ କୁହନ୍ତୁନି। ରାମ ଜାନକୀ ଆପଣ କୁ ମାନେ ଦେଖାଯାଉଛି। ହୁଁ। ହେଲେ ମୁଁ କଣ ଲେଖା ଡିସାଇଡ କଣ କଲେ? ରାମ ଜାନକୀ ହିଁ ରଖିବୁ। ଜାନକୀ ତ ସୀତା ଆଉ ରାମ ତ ଅଛନ୍ତି ସାଥିରେ। ବହୁତ ସୁନ୍ଦର ନା, ବହୁତ ସୁନ୍ଦର। ଚାଲନ୍ତୁ, ବହୁତ ସୁନ୍ଦର। ଆଜି 4 ଜଣ ହେଇଗଲେ। ଆଉ କିଏ? ଗଗନ କୁମାର ଭୋଇ କୁଆଡେ ଗଲେ? କୁଆଡେ ଗଲେ ଗଗନ କୁମାର ଭୋଇ? ହଁ, ଅନମ୍ୟୁଟ କରନ୍ତୁ ସାର୍। ସାର୍, କାଲି ତ କହିଥିଲି ଗୋଟେ ବଳଦର ଏଟା ପିକ୍ଚର ଦେଖିଥିଲି ମୁଁ। ତାପରେ ଦେଖିଲା ପରେ ଫୋନ ଆସିଲା ମତେ ଯେ ମୋର ନାନୀ ଗୋଟେ ବଳଦ କିଣିଥିଲେ, ତାଙ୍କ ଆମର ଜୁଇଁ, ସେଟା ଚୋରି ବଳଦ କିଣିଥିଲେ। ସେଟା ମତେ ସାଙ୍ଗେ ସାଙ୍ଗେ ଫୋନ ଆସିଲା, ସେଟା କେଚ ପାତି ହେଇକି ଯିବା ପାଇଁ ବୋଲି। ମୁଁ ପୂଜା ଘରେ ପୂଜା କଲା ସମୟରେ ଗୋଟେ ବଳଦ ଦେଖିଲି, ଫଟୋ ଅଛି ସେଠି। ତାପରେ ଗଲା ରାସ୍ତାରେ ହ୍ୱାଇଟ କଲର ବହୁତ ବଳଦ ଦେଖିଲି। ଆଉ ସେ ଚୋରି ବଳଦକୁ ଦେଖିଲି। ଫେରେ ଥାନାରେ ସେଟା କମ୍ପ୍ରମାଇଜ କରିକି ମୁଁ ପଳେଇ ଆସିଲି। ତାପରେ ରାତି 10ଟାରେ ପଳେଇ ଆସିଲି। ଆଜି ବି ଦେଖିଛି ଗୋଟେ ବଳଦ ହ୍ୱାଇଟ କଲର, ଆଉ ପବନର ସାଉଣ୍ଡ ଆସିଲା, ପବନ। ଓକେ, ବୁଝିଲେ? କଣ ଡିସାଇଡ କାଲି କଲେ? ଏଇଠି ମେଡିଟେସନ କଲା। ମୋର ବଳଦ ଏକା ବଳଦ ଟା ଆସିବ। କନଫ୍ୟୁଜନ ରୁହନ୍ତୁନି। ଏଞ୍ଜେଲ ମାନେ ଏଞ୍ଜେଲ ଟା ସାର୍ଟିଫିକେଟ ତ ଆପଣଙ୍କୁ ବଳଦ। ମିଳିବ ନାହିଁ। ନାଇଁ, ଏଞ୍ଜେଲ ଟା ବଳଦ ଆଉ ପବନ ର ଗୋଟେ ସାଉଣ୍ଡ ଆସିଲା। ହଁ, ସେଥିରୁ ନାଁ କ୍ରିଏଟ କରନ୍ତୁ, ଯୋଉଟା ଆପଣଙ୍କୁ ଲାଗୁଛି ଉଚିତ ମନେ ଲାଗୁଛି। ଦେଖନ୍ତୁ, ଆପଣଙ୍କର ଗାର୍ଜିଆନ ଏଞ୍ଜେଲ ଆପଣଙ୍କ ସହିତ କନେକ୍ଟ ହଉଛନ୍ତି। ତେଣୁ ଆପଣଙ୍କ ମୁହଁରୁ ଯୋଉଟା ବାହାରିବ ସେଇଟା ହିଁ ନା। ପବନ ଆଉ ବଳଦ। ଗୁଡ୍, ଥ୍ୟାଙ୍କ ୟୁ। କାଲି ମୋର 6 ଜଣ। ଏକ୍ସପିରିଏନ୍ସ ହେଇଛି ସାର୍। ଆଜ୍ଞା, ମତେ ଫୋନ ଆସିଥିଲା ସାଙ୍ଗେ ସାଙ୍ଗେ। ଚାଲନ୍ତୁ, ବହୁତ ବଳଦ ସୁନ୍ଦର। ଦେଖିଲେ। ଠିକ ଅଛି। ଦେଖନ୍ତୁ, ଆଜି ବହୁତ ଲୋକଙ୍କ ବାହାରିଗଲା, ବହୁତ ସୁନ୍ଦର ଲାଗୁଛି। 6 ଜଣ। ଓକେ, ସଞ୍ଜୟ ସିଂ ସାର୍। ସଞ୍ଜୟ ସିଂ କୁଆଡେ ଗଲେ? ୟେସ୍, କୁହନ୍ତୁ ସାର୍। ସାର୍, ମୁଁ ପ୍ରଥମେ ଗୋଟେ ଇଏ ଦେଖାଗଲା ଆଜ୍ଞା। କଣ? ମ୍ୟୁଟ ହେଇଗଲା, ଅନମ୍ୟୁଟ କରନ୍ତୁ। କୁହନ୍ତୁ। ତା ବୋଲି ଫାଷ୍ଟ ଗୋଟେ ଘୋଡା ଥିଲା ଦେଖାଗଲା। ତାପରେ ଯଶୋଦା ମାଙ୍କ ଫଟୋ ଦେଖାଗଲା ଶ୍ରୀକୃଷ୍ଣଙ୍କ ସହିତ ଆଜ୍ଞା। ଓକେ, କାଲି କଣ ଦେଖା ଯାଇଥିଲା, ଆଜି କଣ ଦେଖାଗଲା? କାଲି ମା ଦେଖାଯାଇଛି, ମା ଲେଖା ବାହାରିଥିଲା। ଓକେ, ଆଜି ଆଜି? ଗୋଟେ ଆଜି ଗୋଟେ ଆଜି ଗୋଟେ ଲେଖା ବାହାରିଲା, ଆକର୍ଷଣ ଲେଖା ବାହାରିଲା। ଓକେ, ତ ଆପଣଙ୍କର ଡିସିସନ ଏବେ କୋଉ ଯାଏଁ ଯାଇଛି ମତେ କୁହନ୍ତୁ। ଗୋଟେ ମା ରଖିବା ଆଉ ଗୋଟେ ଶ୍ରୀକୃଷ୍ଣ ରଖିବା ଯଶୋଦା। ନା ଆପଣଙ୍କୁ ପସନ୍ଦ ଲାଗୁଛି ରଖୁଛନ୍ତି, ନା ଯୋଉଟା ଆପଣଙ୍କୁ ମେଡିଟେସନ ପ୍ରକ୍ରିୟାରେ ଦେଖାଗଲା ସେଇଟା ରଖୁଛନ୍ତି? ମେଡିଟେସନ ପ୍ରକ୍ରିୟା ଦେଖାଗଲା ସାର୍। ସେଇଟାର ଚାଲନ୍ତୁ, ଆଉ ଗୋଟେ ବେଶୀ ତା ଉପରେ ଲାଇଟ ଆମେ ନାଇଁ। ତର୍କ କରିବାନି। ହୁଁ ରାଇଟ, ହୁଁ ଲଜିକ ଲଗେଇବାନି, ଯୋଉଟା ଲାଗୁଛି ସେଇଟା ହିଁ ହବ। ହଁ, ଗୋଟେ ଲାଇଟ୍ ଭଳିଆ ଆସିଲା ଗୋଟେ ଜିନିଷ। ତାପରେ ଶ୍ରୀକୃଷ୍ଣଙ୍କ ଫଟୋ ଯଶୋଦା ମାଙ୍କ ସହ ଦେଖାଗଲା। ମତେ ଆଉ ଟିକେ କ୍ଲିୟର କରିକି କୁହନ୍ତୁ, କଣ ଦି ଜଣଙ୍କ ନାଁ? ମା ଆଉ ଶ୍ରୀକୃଷ୍ଣ ଦେଖିବା ଆଉ କଣ। ମା ଆଉ ଜଣେ ଶ୍ରୀକୃଷ୍ଣ। ଯଶୋଦା ମାଙ୍କ ଚାଲନ୍ତୁ, ସହିତ ଦେଖିବା ଆଉ। ବହୁତ ବହୁତ କଂଗ୍ରାଚୁଲେସନ ଆପଣଙ୍କୁ। 7 ଆଜ୍ଞା ଜଣଙ୍କର ନାଁ ଧନ୍ୟବାଦ। ବାହାରିଗଲା ଆଜି। ଓକେ, 1/3 ହେଇଗଲେ ଆଜି, ପୁରା ବାହାରିଗଲା 1/3। ଓକେ, ତ ଆପଣ ମାନଙ୍କୁ ସମସ୍ତଙ୍କ ଆଗରେ ପୁଣି ଥରେ ଆଉ ଥରେ ସ୍ୱାଗତ, ମତେ କଂଗ୍ରାଚୁଲେସନ।
ଯେ ଆପଣଙ୍କର ଗାର୍ଜିଆନ ଏଞ୍ଜେଲକୁ ଆପଣ ପାଇଗଲେ। ମୁଁ ଆପଣ ଯେତିକି ଖୁସି ନୁହନ୍ତୁ, ମୁଁ ସେତିକି ତାଠୁ ଅଧିକା ଖୁସି। ଓକେ, ଚାଲନ୍ତୁ ପାଠ୍ୟକ୍ରମକୁ ଯିବା। ଆଉ ଟିକେ ରହିଲା, 15-20 ମିନିଟ୍ ସାରିଦବା।